ହିନ୍ଦୋଳ ବ୍ଲକ କଙ୍କାଳ ବିଦ୍ୟାଳୟରେ 79ତମ ସ୍ୱାଧୀନତା ଦିବସ ପାଳନ ଓ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଙ୍କାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହା ଆଡମ୍ବରରେ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସକାଳ 7:10 ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମର ସ୍ୱେଚ୍ଛାସେବୀ ମିଳିତ ଭାବେ ବିଭିନ୍ନ ବେଶଭୂଷା ଓ ବାଦ୍ୟର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ। ବୀର ଶହୀଦ ରମେଶ ପାତ୍ରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଗ୍ରାମ ବ୍ଲକ ସାମ୍ନାରେ ବୀର ଶହୀଦ ମାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ଜୟଧ୍ୱନି କରାଯାଇଥିଲା। 8 ଘଟିକା ସମୟରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମେନକା ଗଡନାଇଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଏ ସମୟରେ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମାଝୀ, ଶ୍ରୀମତୀ ସୁଜାତା ପତି, ଶ୍ରୀମତୀ ବିଷ୍ଣୁପ୍ରିୟା ରାଉତ ଇତ୍ୟାଦି ଉପସ୍ଥିତ ଥିଲେ। ତତ୍ସହିତ କଙ୍କାଳୁ ଗ୍ରାମ ପରିଚାଳନା କମିଟି ତରଫରୁ ସଭାପତି ଶ୍ରୀଯୁକ୍ତ ରାକେଶ ବେହେରା, ସମ୍ପାଦକ ଶ୍ରୀଯୁକ୍ତ ଲଳିତ ବିଶ୍ୱାଳ, ବୈଶିଷ୍ଟ୍ୟ ବ୍ୟକ୍ତି ଶ୍ରୀଯୁକ୍ତ ହୃଦାନନ୍ଦ ପଣ୍ଡା, ସମାଜସେବୀ ଶୀତାଂଶୁ ବିଶ୍ୱାଳ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଶ୍ରୀଯୁକ୍ତ ସର୍ବେଶ୍ୱର ନାଥ ଓ ଟାଟା ସିଆରଏମ୍ ପ୍ଲାଣ୍ଟର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ପତାକା ଉତ୍ତୋଳନ ପରେ ଉପରୋକ୍ତ ସମସ୍ତ ବ୍ୟକ୍ତି ଓ ଛାତ୍ରଛାତ୍ରୀ ମିଳିତ ଭାବେ ଗ୍ରାମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର ମୂଳକ ରାସ୍ତାରେ ଜମା ହୋଇଥିବା ଅଳିଆ ସଫା କରିଥିଲେ ଓ ଗ୍ରାମବାସୀଙ୍କୁ ପରିଷ୍କାର ରହିବା ଓ ଆବର୍ଜନା ରାସ୍ତାରେ ନ ପକାଇବାକୁ ସନ୍ଦେଶ ଦେଇଥିଲେ। ସର୍ବଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ଓ ରଙ୍ଗାଲ ମାଇନିସ୍ ତରଫରୁ ଗ୍ରାମ ପରିଚାଳନା କମିଟି ମାଧ୍ୟମରେ ମିଷ୍ଟାନ୍ନ ବଣ୍ଟନ ଓ ଉପହାର ପ୍ରଦାନ କରାଯାଇଥିଲା। ସଭା ସମିତିର ବ୍ୟକ୍ତିତ୍ୱ ରଖି ଶୀତାଂଶୁ ବିଶ୍ୱାଳ ମା ପାଇଁ ଗଛଟିଏ ଓ କଙ୍କାଳୁ ଗ୍ରାମକୁ ପଲିଥିନ୍ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ସାହାଯ୍ୟ ଲୋଡ଼ିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।